ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆଜି ଗୋଟେ ଭଲ ଟପିକ୍ ଉପରେ ମୁଁ ଆପଣଙ୍କୁ କହିବି, ଯେଉଁଟାକି ମୁଁ କରେଣ୍ଟଲି ଲୋକମାନଙ୍କ ପାଖରେ ଦେଖୁଛି। କିଛି ଲୋକ ତାକୁ ନେଇକି ଭାରି ପ୍ରେଜ୍ କରୁଛନ୍ତି, କିଛି ଲୋକ ତାକୁ ନେଇକି ହାରାସ ବି ହେଉଛନ୍ତି। ସେ ହେଲା କ'ଣ ନା, ସାର୍ ଲୋକଟା ବହୁତ ସଚ୍ଚୋଟ ଲୋକ, କିନ୍ତୁ ତା ପାଖରେ ପଇସା ନାହିଁ। ସାର୍ ଗୋଟେ ଅଟୋବାଲାଟେ ହେଲେ କ'ଣ ହେବ, ସେ କିନ୍ତୁ ଲକ୍ଷେ ଟଙ୍କା ଗୋଟେ ଲୋକକୁ ଫେରେଇ ଦେଲା, ଗୋଟେ ସୁନା ଚେନ୍ଟେ କାହାକୁ ଫେରେଇ ଦେଲା। ଆପଣ ଏମିତି ସବୁ ନ୍ୟୁଜ୍ ବି ଦେଖୁଥିବେ, ଏମିତି ଆପଣଙ୍କ ନିଜର ଚିହ୍ନା ପରିଚୟ ବି ନିଜ ଲାଇଫ୍ରେ ବି ଆପଣ ଦେଖିଥିବେ ନା, ସେ ଗୋଟେ ବହୁତ ଅନେଷ୍ଟ ଲୋକ, କିନ୍ତୁ ଲାଇଫ୍ରେ ପଇସା ରୋଜଗାର ହେଲାନି। ତାହେଲେ ଆଉ ଆମେ ଅନେଷ୍ଟ ହେଇକି ସାର୍ କ'ଣ ପାଇଲୁ? ଏଇଭଳିଆ ଲୋକ ମୋତେ ପ୍ରଶ୍ନ ତ କରିନାହାନ୍ତି, ହୁଏତ ନିଜ ମନରେ ଏମିତି ଉଠୁଥିବ। ପ୍ରଥମ ଜିନିଷ ହେଲା କି ଧନଟା ବା ପଇସାଟା ଗୋଟେ ଖୁସି ରହିବାର ମାନଦଣ୍ଡ ନୁହେଁ, ଆଉ ପଇସାର କିଛି ଗୋଟେ ଲିମିଟ୍ ନଥାଏ। ଦିନ ଥିଲା ମୁଁ ବି ଲକ୍ଷ ଲକ୍ଷ ଟଙ୍କା ସାଲାରୀ ଜବ୍ କରୁଥିଲି। ଆଜିକା ଡେଟ୍ ଜ୍ୟୋତିଷରେ ବୋଧେ ମୁଁ ତାର 10% ରୋଜଗାର ବି କରିପାରୁନଥିବି, କିନ୍ତୁ ସେଦିନ ଆଉ ଆଜିକା ଦିନ ଭିତରେ ମୋତେ ଲାଗୁଛି ଆଜିକା ଡେଟ୍ରେ ମୁଁ ବହୁତ ଖୁସି ଅଛି, କାରଣ ମୋର ଆଉ ନିଡ୍ ଇନ୍ ଦ ଲାଇଫ୍ ଇଜ୍ ଲେସ୍। ଜୀବନରେ ଯେଉଁ ଆବଶ୍ୟକତା ଗୁଡ଼ା ବହୁତ କମିଯାଇଛି। ଦେଖିବାକୁ ଗଲେ ଖାଦ୍ୟ ଛଡ଼ା ଆପଣଙ୍କର ଆଉ କିଛି ବିଶେଷ ଆବଶ୍ୟକତା ନାହିଁ, ଯଦି ମୁଁ ସେଥିରେ ମୋ ଜୀବନକୁ ବି ଇନକ୍ଲୁଡ଼ କରେ। କିନ୍ତୁ ଆମେ ବହୁତ ଗୁଡ଼େ ଆବଶ୍ୟକତା କ୍ରିଏଟ୍ କରିଦେଇଛନ୍ତି, ଯେଉଁଥିପାଇଁ କି ଧନଟାକୁ ଆମେ ଗୋଟେ ପ୍ରାଇମ୍ ଫେସି କ୍ରିଏଟ୍ କରୁଛନ୍ତି। ଆବଶ୍ୟକତା କମାନ୍ତୁ, ଯେଉଁଟା ରିଅଲି ନିଡ୍ ଜିନିଷ କରନ୍ତୁ, ତାକୁ ଛାଡ଼ିକି ଯେଉଁ ଏକ୍ସଟ୍ରାସ୍ ମନି ରହୁଛି ତାକୁ ଡୋନେସନ୍ରେ କରନ୍ତୁ, ଆପଣଙ୍କର ଶୁଭ ଫଳ ଆସିବ ସବୁବେଳେ। କାରଣ ପଇସା ଦ୍ୱାରା ସବୁବେଳେ ଆପଣଙ୍କର କର୍ମଟା ଟ୍ରାନ୍ସଫର୍ ହେଇଯାଏ। ହଉ, ମୁଁ ସେଇ ଟପିକ୍ ଉପରକୁ ଆସୁଛି ଯେ ଅନେଷ୍ଟ ଲୋକଟା କିନ୍ତୁ ଧନୀ ନୁହେଁ। ତାର ଜ୍ୟୋତିଷର ରିଲିଭାନ୍ସଟା କ'ଣ? ଠିକ୍ ଅଛି, ଯଦି ସେ ଟ୍ରେଟ୍ଟା ଉଠିଛି, ଟ୍ରେଟ୍ ହେଲା ଅନେଷ୍ଟି। ଅନେଷ୍ଟି ମାନେ ମୁଁ ଏଠି ସବୁ ସେନ୍ସରେ କହୁଛି। ନିଜ ଫ୍ୟାମିଲି ଲେବୁଲ୍ରେ ଅନେଷ୍ଟ ରହିବା, କଥାବାର୍ତ୍ତାରେ ବି ଅନେଷ୍ଟ ରହିବା, ଏବଂ ନିଜ ଫିଜିକାଲ୍ ଆକ୍ସନ୍ରେ ବି ଅନେଷ୍ଟ ରହିବା। ଖାଲି ଯେ କର୍ମକ୍ଷେତ୍ରରେ ମୁଁ କେଉଁଠି ସରକାରୀ ଅଫିସର ଥିଲି, କରପ୍ସନ୍ କଲିନି, କିନ୍ତୁ ମୁଁ ସକାଳୁ ଉଠିଲେ ଡେଲି ମିଛ କହୁଛି ଅନ୍ନେସେସରିଲି, ଆଉ ଟୋଟାଲ୍ ଗୋଟେ ଆପଣ ବୁଝନ୍ତୁ, ମାନେ ଭେରି ସଚ୍ଚୋଟ ଲୋକ ଗୋଟେ, ଯିଏକି ସବୁ ନିଜର ଫ୍ୟାମିଲିଠୁ ଆରମ୍ଭ କରି କର୍ମକ୍ଷେତ୍ର ପର୍ଯ୍ୟନ୍ତ ସଚ୍ଚୋଟ। ତ ସେ ଯେଉଁ ସଚ୍ଚୋଟ ପଣିଆଟା ଯେଉଁ ଗ୍ରହ ଦିଏ, ସିଏ ହେଲା କେତୁ। କିଛି ଲୋକ କହିବେ ନାହିଁ ସାର୍ ଶନି ଅନେଷ୍ଟି ଦିଏ। ନାହିଁ, ଶନି ଆପଣଙ୍କୁ ଜଜମେଣ୍ଟ ନେବାର କ୍ୟାପାସିଟି ଦିଏ। ସେ ଶନି ଆଉ କେତୁ ଯେତେବେଳେ କଞ୍ଜକ୍ସନ୍ରେ ଥିବେ, ସେଥିରେ ଗୋଟେ ଲୋକ ବହୁତ ଅନେଷ୍ଟ ହେବ, ତା ଡିସିସନ୍ଟା ସବୁବେଳେ ପଜିଟିଭ୍ ଆଡ଼କୁ ଯିବ ବା ଅନେଷ୍ଟି ଆଡ଼କୁ ଯିବ। ଶନି ରାହୁ କଞ୍ଜକ୍ସନ୍ ଯେଉଁଠି ହେଇଗଲା, ତା ଡିସିସନ୍ ହେଲେ କରପ୍ସନ୍ ଆଡ଼କୁ ଯିବ। ଅର୍ଥାତ୍ ଯେଉଁ ଲୋକଟି ଅନେଷ୍ଟ ଦେଖୁଛନ୍ତି, ତାର ଜାତକରେ ଡେଫିନେଟଲି କେତୁର ସ୍ଥିତିଟା ଗୋଟେ ଜାଗାରେ ଭଲ ଥିବ। ହଁ, ଇଭିନ୍ ଶନି ଯଦି କେତୁକୁ ଦୃଷ୍ଟି ବି ଦେଉଥାନ୍ତି, ଯଦିଓ ରାହୁ କେତୁଙ୍କର ନିଜସ୍ୱ ଦୃଷ୍ଟି ନାହିଁ, କିନ୍ତୁ ରାହୁ କେତୁଙ୍କ ଉପରେ ଦୃଷ୍ଟିରେ ଧରାଯାଏ, ଯେହେତୁ ସେଟା ଆଷ୍ଟ୍ରୋନୋମିକାଲ ପଏଣ୍ଟ, ଦୃଷ୍ଟି ବି ଦେଉଥାନ୍ତି, ତାହେଲେ ବି ଏମିତି ହେବ। କିନ୍ତୁ ଗୋଟେ ମଜା ଜିନିଷ ହେଲା, କେତୁ ସମ୍ପୂର୍ଣ୍ଣ ରୂପେ ଆପଣଙ୍କର ବୈରାଗ୍ୟର କାରଣ। ପୁଣି ଆସିବେ ଶନି। ଶନିଟା ସାର୍ ବୈରାଗ୍ୟ ନାହିଁ, ଶନି ହେଲା ବିରକ୍ତିର କାରଣ। ଦେଖନ୍ତୁ, ମୁଁ ବୁଝେଇ ଦେଉଛି ଆପଣଙ୍କୁ। ଗୋଟେ ଲୋକ ଅଳ୍ପକେ ସନ୍ତୁଷ୍ଟ ହେଇଯିବା, ବେଶୀ ଗୋଟେ ଜିନିଷକୁ ଲୋଭ ନ କରିବା, କିମ୍ବା ଗୋଟେ ଜିନିଷକୁ ଡିପ୍ଲି ଆଟାଚ୍ ନ ହେବାର କାରଣ ହେଲା ଶନି। କିନ୍ତୁ ସେ ଲୋକ ସାଂସାରିକ ହେଇକି ରହିବ, ବିରକ୍ତ ହେବ, ଏଇଟା ଦରକାର ନାହିଁ, ସେଟା ଦରକାର ନାହିଁ, କିନ୍ତୁ ସାଂସାରିକ ହେଇକି ସେ ରହିବ। କେତୁ କ୍ୟାନ୍ ମେକ୍ ୟୁ ଏ ସନ୍ନ୍ୟାସୀ। ଆପଣଙ୍କର ସେଇଭଳିଆ କରେଜ୍ କେତୁ ଆପଣଙ୍କୁ ଦେବ, ଯେଉଁଠିକି ଆପଣ କହିବେ ନାହିଁ ଘର ଦ୍ୱାରା ସଂସାର ମୋର କିଛି ଦରକାର ନାହିଁ, ମୁଁ ଏକାଟିଆ ବଞ୍ଚିଯିବି। ହଁ, ଏକାଟିଆ ବଞ୍ଚିବା ପାଇଁ କେତୁ ଛଡ଼ା ଆଉ କେହି କରିବା ନାହିଁ। ତେଣୁ କେତୁ ହେଲା ବୈରାଗ୍ୟର କାରଣ। ବିରକ୍ତି, ବୈରାଗ୍ୟ, ଆ ଭିତରେ ଟିକେ ମୁଁ ହୁଏତ ଭୁଲ ୱାର୍ଡ଼ ୟୁଜ୍ କରିପାରୁଥାଏ ଓଡ଼ିଆର, କ୍ଷମା କରିବ ସେଥିପାଇଁ ମୋତେ,
କିନ୍ତୁ ମୁଁ ଯେଉଁ ଅର୍ଥଟା ବୁଝିବାକୁ ଚେଷ୍ଟା କରୁଛି ଆପଣ ସେଇଟା ବୁଝନ୍ତୁ, ଆପଣ ଯେଉଁ ୱାର୍ଡ଼ ୟୁଜ୍ କରୁଛନ୍ତି କରନ୍ତୁ। ଆଉ ଶନି କେତୁ ଦୁଇଟା ଯାକ ମିଶିଲେ ଏଠି ଅଧିକ ଆସିବ। ସେ ଲୋକ କେବେ ବି ଗୋଟେ ଭଲ ଗାଡ଼ି ଚଢ଼ିବା, ଭଲ ଘରେ ଲକ୍ଜୁରିୟସ୍ ଘରେ ରହିବା, ଗୋଟେ ବହୁତ ଭଲ ଡ୍ରେସ୍ ପିନ୍ଧିବା, ସେ ଜିନିଷ ପ୍ରତି ସେ ଲୋକ କେବେ ବି ଆଟାଚ୍ଡ ହେବନି। ତ ସେଇଭଳିଆ ଲୋକମାନେ ବହୁତ ଅନେଷ୍ଟ ରହିବେ। ଆଉ ମଜା ଜିନିଷ ହେଲା ଆପଣଙ୍କୁ ଗ୍ରହ ପଇସା ଦେଲା ବେଳେ କିଏ ଜାଣିଛନ୍ତି? ଶୁକ୍ର ଆଉ ରାହୁ। ଶୁକ୍ର ଆପଣଙ୍କୁ ୱେଲ୍ଥ ଦେବ, ବୃହସ୍ପତି ଆପଣଙ୍କୁ କଂକ୍ରିଟ୍ ଫାଇନାନ୍ସ ଦିଏ, କିନ୍ତୁ ସଂସାର ପ୍ରତି ଆଟାଚମେଣ୍ଟ ଲୋଭ ହେଲା ରାହୁ। ରାହୁ କେତୁ ସବୁବେଳେ ତ ଅପୋଜିଟ୍, ମୁଁ ଆଗରୁ କହି ରଖିଛି। ଆଉ କ'ଣ, ରାହୁ ଯଦି ଲୋଭ ହୁଏ, କେତୁ ବୈରାଗ୍ୟ। କେତୁ ଯଦି ସଚ୍ଚୋଟପଣିଆ ହୁଏ, ରାହୁ ହେଲା କରପ୍ସନ୍। ତେଣୁ ଗୋଟେ ଜାତକରେ କେତୁ ସ୍ଥିତି ଠିକ୍ ଥିବ, ତାହେଲେ କେତୁ ଯଦି ରେଗୁଲେଟ୍ କରୁଥିବ କୌଣସି ମତେ, କେତୁ ଚନ୍ଦ୍ର ଲଗ୍ନରେ ଥିବ କିମ୍ବା କେତୁ ଲଗ୍ନରେ ଥିବ, କେତୁ ଲଗ୍ନାଂଶରେ ଥିବ ବା ଲଗ୍ନର ନବାଂଶରେ ଥିବ, ଲଗ୍ନାଂଶ କୁହାଯାଏ, ତ ସେ ଲୋକଟାକୁ କିଛି ମାତ୍ରାରେ କଣ୍ଟ୍ରୋଲ କରିବ ଏବଂ ସେ ଲୋକଟି ଅନେଷ୍ଟ ହେବ। ଅନେଷ୍ଟ ହେଲେ କ'ଣ ହେବ? ତାର ଏପଟେ ପଇସା ନଥିବ। କଣ୍ଟ୍ରାରି ଯଦି ତାର ଶୁକ୍ର ଷ୍ଟ୍ରଙ୍ଗ ଥିବ, କି ରାହୁ ତ ଡେଫିନେଟଲି ୱିକ୍ ହେଇଯିବ, ଯୋଉଠି କେତୁ ଷ୍ଟ୍ରଙ୍ଗ ହେବ ରାହୁ ୱିକ୍ ହେବ। ଏଇଟା ଗୋଟେ ପ୍ରିନ୍ସିପଲ୍ ମନେ ରଖିଥାନ୍ତୁ। ଗୋଟେ ଜାତକରେ ରାହୁ କେତୁ ମିଶିକି କେବେ ଷ୍ଟ୍ରଙ୍ଗ ହେବେନି, ହେଇପାରିବେ ନାହିଁ, ଇମ୍ପସିବଲ୍। ଇଟ୍ କ୍ୟାନ୍ ନଟ୍ ବି ଡେ ଆଣ୍ଡ ନାଇଟ୍ ଟୁଗେଦର, ଆଇଦର ରାତି ନହେଲେ ଦିନ ନା। ତେଣୁ କେତୁ ଯେଉଁ ଲୋକଟି ଷ୍ଟ୍ରଙ୍ଗ ଥିବ, ତା ତ ରାହୁ ଷ୍ଟ୍ରଙ୍ଗ ହେଇପାରିବନି। ତେଣୁ ସେ ଯଦି ଶୁକ୍ର ଷ୍ଟ୍ରଙ୍ଗ ଅଛି କି ବୃହସ୍ପତି ଟିକେ ଷ୍ଟ୍ରଙ୍ଗ ଅଛି, ତାହେଲେ କିଛି ଧନ ମିଳିବ। ଗଲା ସେଇ ଜାଗାରେ ଆପଣ ଦେଖୁଥିବେ ସାର୍ କରପ୍ସନ୍ କରି ବହୁତ ପଇସା ପାଇଲେଣି। କିଛି ନାହିଁ ଆଜ୍ଞା, ରାହୁ ଶୁକ୍ର। ଏଠି ଶନି କେତୁ ହେଲା ବେଳକୁ ସେଠି ରାହୁ ଶୁକ୍ର। ରାହୁ ଆପଣଙ୍କୁ କରପ୍ସନ୍ ଆଡ଼କୁ ନେଇଯିବ, ମୋର ବହୁତ ବହୁତ ଦରକାର। ଆଉ ଶୁକ୍ର ଆପଣଙ୍କୁ ଲୋଭ ଦେବାରେ PhD। ଲୋଭ ଯଦି ଗୋଟେ କୌଣସି ଗ୍ରହ ଆପଣଙ୍କୁ ଦବ ଯେ ମୋର ଏଇଟା ଦରକାର ସେଇଟା ଦରକାର, ତ ସେ ହେଲା ଶୁକ୍ର। ଲୋଭ। ରାହୁ ତ ଛାଡ଼ନ୍ତୁ, ରାହୁ ଆପଣଙ୍କୁ ଅବସେସନ୍ ଦେଇଦେବା ଦରକାର, ମୋର ଏଇଟା ନହେଲେ ହେବ ନାହିଁ। କିନ୍ତୁ ଗୋଟେ ଭଲ 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 ସାର୍ଟଟେ ପିନ୍ଧିବା, ଭଲ ଗାଡ଼ିଟେ ଚଢ଼ିବା, ଗୋଟେ ଭଲ ଲକ୍ଜୁରିୟସ୍ ଘରେ ରହିବା, ଏଇଟା ହେଲା ଶୁକ୍ର। ଶନି କେତୁ ଆପଣଙ୍କୁ ଏଇ ଅନେଷ୍ଟି ଆଡ଼କୁ ନେବେ। ସେମାନଙ୍କର ପଇସାର କାରକତ୍ୱ କିଛି ନାହିଁ, ତେଣୁ ଶନି ଆପଣଙ୍କୁ ପରିଶ୍ରମ କରାଇବେ। ସେ ଅଟୋବାଲାଟିଏ କିନ୍ତୁ ଅନେଷ୍ଟ, ପାନ ଦୋକାନଟିଏ କିନ୍ତୁ ଅନେଷ୍ଟ। କିନ୍ତୁ ସେଇ ଜାଗାରେ ରଙ୍ଗ କମ୍ବିନେସନ୍ ହେଇଗଲେ ଶୁକ୍ର ରାହୁ, ନାଇଁ ସାର୍ ସେ ଜଣେ କଣ୍ଟ୍ରାକ୍ଟର, କୋଟିପତି, ରିଲାଏବୁଲ୍ ନାହିଁ। ଯାହା ଗୋଟେ କଥା କହୁଛନ୍ତି ରଖୁନାହାନ୍ତି, ଉପରେ ଗୋଟେ କଥା ଭିତରେ ଗୋଟେ କଥା। ସେ ସବୁ ଜାଗାରେ ଡିନଏଷ୍ଟ ଥିବ ସେ ଲୋକର। ସେ ଫ୍ୟାମିଲିରେ ଅନେଷ୍ଟ ନଥିବ, ଏଠି ୱାଇଫ୍ ଥାଇକି ବାହାରେ ଆଉ କାହା ସହିତ ରିଲେସନ୍ ଥିବ ତାକୁ ବି ଜଣାପଡ଼ିବନି। ଆଉ ମାନେ କ୍ଷମା କରିବେ, କିନ୍ତୁ ଏଇଟା ଆଜିକା ଡେଟ୍ ଯଦି ବହୁତ ଚାଲୁଛି, ତେଣୁ ସେଇଟା ଆଜିକା ରାହୁକୁ ଦେଖିବେ। ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର ପାଇଁ ରାହୁକୁ ହିଁ ଦେଖାଯାଏ। ତ ଆପଣ ସେଇଟା ଦେଖିବେ, କଣ୍ଡିସନ୍ସ ଆପ୍ଲାଏ, କେବଳ ଗୋଟିଏ ଗ୍ରହକୁ ଦେଖିବେ କରାଯାଏ ନା। ବଟ୍ କହିଲି ଗୋଟେ ଉଦାହରଣ ଦେବି, ହେବ ସାଇମଲ୍ଟେନିୟସଲି ପଇସା ବି ଆସିବ। ଆଉ ଶୁକ୍ର ଯେହେତୁ ଷ୍ଟ୍ରଙ୍ଗ, ଟିକେ ଓମାନାଇଜର ବି ହେବ ଯେଉଁ ଜିନିଷଟା ମୁଁ କହିଲି, କିନ୍ତୁ ଗୋଟେ ଅନେଷ୍ଟ ତାର ଆଉ ରହିଲାନି। ତେଣୁ ବର୍ତ୍ତମାନ ଆପଣ ମୋତେ କୁହନ୍ତୁ ବା ଆପଣ ଡିସାଇଡ୍ କରନ୍ତୁ ଯେ କେମିତି ଅନେଷ୍ଟି ଆଉ ପଇସା ଲାଇନ୍ ବାଇ ଲାଇନ୍ ଚାଲିବ। ନା କେତୁ ରାହୁର ପଡ଼ିଲା, ନା କେତୁ ଶୁକ୍ରର ପଡ଼ିଲା, ଆଉ ଶନି ତ ପରିଶ୍ରମ କରେଇବେ ଆପଣଙ୍କୁ। ଶନି ଶୁକ୍ର ବି ମିତ୍ର ବୋଲି କୁହାଯାଏ। ମୁଁ କ'ଣ ପାଇଁ ମିତ୍ର କୁହାଯାଏ ମୁଁ ଆଜି ପର୍ଯ୍ୟନ୍ତ ବୁଝିପାରିଲିନି। ଶନି ଆଉ ଶୁକ୍ର ହେଲେ କମ୍ପ୍ଲିଟଲି ଅପୋଜିଟ୍। ଶନି ପରିଶ୍ରମ, ଶୁକ୍ର ହେଲା ଲେଜି। ଶନି ଅଳ୍ପରେ ବଞ୍ଚିଯିବ, ମୋତେ ଗୋଟେ ଅଳ୍ପ ଟିକେ କ'ଣ ଖାଇବାକୁ ଦେଲେ ଶୁକ୍ର କହିବ ମୋର ବହୁତ ଦରକାର। ତେବେ ଛାଡ଼ନ୍ତୁ, ଜ୍ୟୋତିଷ କ୍ଷେତ୍ରରେ ସେମାନଙ୍କୁ ମିତ୍ର ବୋଲି କୁହାଯାଇଛି ଏବଂ ସେମାନଙ୍କର କଞ୍ଜକ୍ସନକୁ ଭଲ ବୋଲି ନିଆଯାଏ। କିନ୍ତୁ ମୁଁ ପଏଣ୍ଟକୁ ଆସିବି, ଯେଉଁ ଅନେଷ୍ଟି ଇଜ୍ ବେଷ୍ଟ ପଲିସି କୁହାଯାଏ, ଏଇଟା ସେଇ ସେନ୍ସରେ ବେଷ୍ଟ ପଲିସି ସବୁବେଳେ ରହିବ ଯେ ଲୋକଟା ସଚ୍ଚୋଟ ହେଇକି ରହିବ। ଦୟାକରି ତାକୁ ପଇସା ସହିତ ତୁଳନା କରିବେ ନାହିଁ। ଯଦି ଶୁକ୍ର ଭଲ ଥାଆନ୍ତି, ବୃହସ୍ପତି ଭଲ ଥାଆନ୍ତି, କିଛି ଇନକମ୍ କରିଦେବେ, କିମ୍ବା ମଙ୍ଗଳ ଯଦି ଭଲ ଥିବ ସେଠି
କିଛି ତାଙ୍କର ଜମିବାଡ଼ି ଥାଇପାରେ, କିନ୍ତୁ ଏ ସବୁ ଜିନିଷଟା ଏକାଥରେ ଆସିବନି। ଆପଣ ତ ଗୋଟେ ସୋସିଆଲ ମିଡ଼ିଆରେ କହିପାରୁଥିବେ ଯେ ସଚ୍ଚୋଟ ଲୋକଙ୍କ ପାଖରେ ପଇସା ରହିବ ନାହିଁ, ଇଏ କରିବନି, ଆପଣ ଯାହା ବି କୁହନ୍ତୁ। ଆଷ୍ଟ୍ରୋଲୋଜିକାଲ ବ୍ୟାକଗ୍ରାଉଣ୍ଡଟା ମୁଁ ଆପଣଙ୍କୁ ଦେଲି, ତ ମାନେ ନୁହେଁ ଯେ କିନ୍ତୁ ପର୍ସନାଲ ସଜେସନ୍ ଗୋଟେ ଦେଉଛି ସାର୍, ବରଂ ଆପଣ 2 ପଟ ରୁଟି କମ୍ ଖାଆନ୍ତୁ କିନ୍ତୁ ସଚ୍ଚୋଟ ହେଇକି ରୁହନ୍ତୁ। କାରଣ ସଚ୍ଚୋଟ ହେଇ ରହିବା ଦ୍ୱାରା ଆପଣଙ୍କର ପୁଣ୍ୟ ବଳ ବଢ଼େ। ପୁଣ୍ୟ ବଳ ଯଦି ଆପଣଙ୍କ ପାଖରେ ଅଛି ତାହେଲେ ଆପଣ, ଯାହା କୁହାଯାଏ ଯେ ଆପଣ ଦେଖିଥିବେ ଯେ ସେ ଜଣେ ଭଲ ପ୍ରବକ୍ତା ସେ କହୁଥିଲେ ଯେ ଜଣେ ଡାକ୍ତର ଥିଲେ, ସିଏ ରୋଗୀମାନଙ୍କୁ ମାଗଣା ସେବା କରନ୍ତି। ତାଙ୍କ ଲାଇଫରେ ଏମିତି 3ଟା କଣ୍ଡିସନ୍ ହେଇଛି ଯେଉଁଠି ସେ ଅଲମୋଷ୍ଟ ମରିଯିବା କଣ୍ଡିସନ୍ ନେଇ ବଞ୍ଚି ଯାଇଛନ୍ତି। ମୁଁ ତା ଭେରିଫିକେସନ୍ କହିପାରିବିନି, ସେ ଯେଉଁ ଲୋକ ଆପଣ ଅତ୍ୟଧିକ ପଚାରିବେ ସେ ଲୋକଙ୍କର ଡିଟେଲ୍ସ ମୁଁ ଦେଇପାରିବି, ବଟ୍ ଏମିତି ସିଚୁଏସନ୍ ହେଇଛି। କାହିଁକି ନା ପୁଣ୍ୟ ବଳ। ତେଣୁ ସଚ୍ଚୋଟ ହେଇକି ରହିବା, ଲୋକମାନଙ୍କୁ ସାହାଯ୍ୟ କରିବା ତ ଛାଡ଼, ଆଡ଼ିସନାଲି ଆଉ ଗୋଟେ ଜିନିଷ ହେଇଗଲା ଯେମିତି ବୈରାଗ୍ୟ ନେଇକି ଈଶ୍ୱରଙ୍କ ସହିତ ଯୋଗ ହେବାଟା ହେଲା ରିଅଲ୍ ଜିନିଷ। ସେଭଳିଆ ଆପଣ ଇଆଡ଼େ ବରଂ ଅନେଷ୍ଟ ହେଇକି ଲୋକମାନଙ୍କୁ ସାହାଯ୍ୟ କଲେ ପୁଣ୍ୟ ବଳ ବହୁତ ବଢ଼େ। ତ ସେଥିପାଇଁ ମୋର ଗୋଟେ ଜ୍ୟୋତିଷ ହିସାବରେ ଆପଣମାନଙ୍କୁ ଅନୁରୋଧ କି ଆପଣମାନେ ନିଜର ଲୋଭଟାକୁ ଟିକେ କଣ୍ଟ୍ରୋଲ କରିକି ଅନେଷ୍ଟ ରୁହନ୍ତୁ, ନିଜର ଆବଶ୍ୟକତାଟାକୁ କମାନ୍ତୁ। ଯଦି ଆପଣଙ୍କଠାରୁ ଯେତିକି ଦରକାର ତାଠୁ ଅଧିକ ଅଛି ତାହେଲେ ତାକୁ ଡୋନେଟ୍ କରନ୍ତୁ। ମୁଁ କହେ, ମୁଁ ଯାହା ଯାହା କହେ ସେଟା ମୁଁ ପ୍ରାୟ କରେ, ଆପଣଙ୍କୁ ଯାହା ଯାହା କହୁଛି ମୁଁ ସେୟା ହିଁ କରେ। ତେଣୁ ମୁଁ କହୁ ଏଇଟା ମୋର ଗୋଟେ ଅନୁରୋଧ ମାତ୍ର। ଆପଣ ଯଦି ଡୋନେଟ୍ ନ କରିପାରୁଛନ୍ତି ନ କରନ୍ତୁ, କିନ୍ତୁ ବୁଝିଗଲେ ଯେ କାହିଁକି ଗୋଟେ ଅନେଷ୍ଟ ଲୋକ ପାଖରେ ପଇସା ନାହିଁ। କିନ୍ତୁ ଅନେଷ୍ଟି ଗୋଟେ ଆପଣଙ୍କର ପୁଣ୍ୟ ବଳକୁ ବଢ଼ାଏ, ଏଥିରେ କିଛି ଦୁଇ ମତ ନାହିଁ। ହଉ, ଏବଂ ଡିଜଅନେଷ୍ଟି ଆପଣଙ୍କ ପାପ ବଳକୁ ବଢ଼ାଏ। ସେ ଯେମିତି କହନ୍ତି ଯେ ଅଧର୍ମ ବିତ୍ତ ବଢ଼େ ବହୁତ, ଗଲା ବେଳେ ଯାଏ ମୂଳ ସହିତ। ବହୁତ କରପ୍ସନ୍ କରିଥିଲେ, ଏକାଥରେ ହାର୍ଟ ଆଟାକ୍ କଲା ଯେ ଯାଇକି ଟ୍ରିଟମେଣ୍ଟ ହେଇକି ଆସିଲେ ମୁମ୍ବାଇରେ, 40 ଲକ୍ଷ ଟଙ୍କା ପଳେଇଲା, ସରିଲା। ତେବେ ଛାଡ଼ନ୍ତୁ, ସେ ବିଷୟରେ ପରେ କେବେ ଚର୍ଚ୍ଚା କରିବା ଯେ କେମିତି ଗୋଟେ ହଠାତ୍ ଲସ୍ ହୁଏ। କିନ୍ତୁ କାହିଁକି ଗୋଟେ ସଚ୍ଚୋଟ ବ୍ୟକ୍ତି ପାଖରେ ପଇସା ନଥାଏ ସେଟା ଆପଣ ବାରମ୍ବାର ଭଗବାନଙ୍କୁ ପ୍ରଶ୍ନ ପଚାରୁଥିବେ, ପ୍ରଭୁ ମୁଁ ତ କାହାର ଦୋଷ କରିନି, ମୁଁ ସଚ୍ଚୋଟ ଲୋକଟିଏ କାହିଁକି କହୁନି? ତା କାରଣ ହେଲା ଏଇଆ, ଏବଂ ଏଇଟା ଆପଣଙ୍କୁ ଯୋଗିକ ପଥରେ ଗୋଟେ ଆଗକୁ ନେଇଯାଏ, ମୁକ୍ତି ପଥରେ ଆଗକୁ ନେଇଯାଏ। ଯେତେ ଆପଣ ସଚ୍ଚୋଟ ହେଇକି ରହିବେ, ଯେତେ ଆପଣଙ୍କର କେତୁ ଷ୍ଟ୍ରଙ୍ଗ ହେବ, ସେତେ ଆପଣଙ୍କର କାର୍ମିକ ବଣ୍ଡେଜ କଟିଯିବ। ହଉ, ଆଉ ବେଶୀ ଡିପ୍କୁ ଯିବାନି, ଆଜି ପାଇଁ ଏତିକି। ଯଦି ଆପଣଙ୍କର କିଛି ଆ ଉପରେ କମେଣ୍ଟ ଥାଏ ଯେଉଁଟାକି ଅନ୍ୟମାନଙ୍କ ପାଇଁ ଇନଫର୍ମେଟିଭ୍ ହେବ, ମୋ ପାଇଁ ବି, ତାହେଲେ ନିଶ୍ଚିତ କମେଣ୍ଟ ବକ୍ସରେ ଲେଖିବେ। ଆଉ ସାର୍ ଭାରି ଖରାପ ଲାଗିଲା ଶୁଣିକି, ଭାରି ଭଲ ଲାଗିଲା, ଏଗୁଡ଼ା କିଛି ଲେଖିବା ଦରକାର ନାହିଁ। ଆପଣ ଡିସଲାଇକ୍ ବଟନ୍ଟେ ମାରିଲେ କି ଲାଇକ୍ ବଟନ୍ଟେ ମାରିଲେ ମୁଁ ବୁଝିଗଲି ଆପଣଙ୍କୁ କ'ଣ ଲାଗିଲା। ତ ଆପଣଙ୍କୁ କ'ଣ ଲାଗିଲା ନ ଲାଗିଲା ଏତେ ମୋ ପାଇଁ ଇମ୍ପୋର୍ଟାଣ୍ଟ ନୁହେଁ, ଆପଣ ଟିକେ ସେୟାର କରିଦେବେ। ତ ମୋ ଭଳିଆ ମହାମୂର୍ଖର କଥା ହୁଏତ ଆଉ ଗୋଟେ କେଉଁ ମହାମୂର୍ଖକୁ ଭଲ ଲାଗିପାରେ, ଆପଣଙ୍କ ଭଳିଆ ମହାନ ପଣ୍ଡିତକୁ ହୁଏତ ଭଲ ନ ଲାଗିଲେ ବି ଭଲ ଲାଗିପାରେ। ତେଣୁ ସେଇ ଗୋଟିଏ ଅନୁରୋଧ, ଆଉ ମୋର ପରିଶ୍ରମଟା ସଫଳ ହେବ ବୋଲି ମୁଁ ଭାବିବି, ଆଉ କିଛି ନୁହେଁ। ହଉ, ଆଜି ପାଇଁ ଏତିକି। ଯଦି ମହାଦେବ ଚାହାନ୍ତି ଆଉ ଗୋଟେ ଭିଡ଼ିଓ ନେଇ ଖୁବ୍ ଶୀଘ୍ର ଆପଣଙ୍କ ପାଖରେ ଉପସ୍ଥିତ ହେବି। ସେ ପର୍ଯ୍ୟନ୍ତ ପାଇଁ ଆଜ୍ଞା ଦିଅନ୍ତୁ। ଓମ୍ ନମଃ ଶିବାୟ।